ଦର୍ଶକ ବନ୍ଧୁ, ଠାକୁର ପୂଜା କରିବା ସମୟରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି 7ଟି ଭୁଲ, ନଚେତ୍ ଧୀରେ ଧୀରେ ହୋଇଯିବେ ଭିକାରୀ। ହିନ୍ଦୁ ଧର୍ମର ପ୍ରତ୍ୟେକ ଘରେ ଠାକୁରଙ୍କ ପୂଜା କରାଯାଏ। ସବୁଦିନ ପୂଜାରେ କ'ଣ କରିବା ଉଚିତ ଏବଂ କ'ଣ କରିବା ଉଚିତ ନୁହେଁ, ଏହା କିଛି ନିୟମ ରହିଛି। କାରଣ ପୂଜା କରିବା ସମୟରେ ନିୟମ ମାନି ପୂଜା କରିବା ଆବଶ୍ୟକ। ସମସ୍ତ ହିନ୍ଦୁ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଏ ଯେ ପୂଜା କରିବା ସମୟରେ ଭୁଲ କରିବା ଅନୁଚିତ ଏବଂ ପୂଜା କରିବା ସମୟରେ କେଉଁ ସବୁ ବିଷୟ ଉପରେ ଧ୍ୟାନ ରଖିବା ଆବଶ୍ୟକ। ଯଦି ଅଜାଣତରେ ହେଉ ବା ଜାଣତରେ ହେଉ ପୂଜା କରିବା ସମୟରେ ଏମିତି କିଛି ଭୁଲ ହୋଇଯାଏ, ତେବେ ଏହାର ପ୍ରଭାବ ବହୁତ ଭୟଙ୍କର ହେବା ସହିତ ଆର୍ଥିକ ପରିସ୍ଥିତି ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା ଯେ ଠାକୁର ପୂଜା କରିବା ସମୟରେ କେଉଁ 7ଟି ଭୁଲ କରିବା ଅନୁଚିତ। ତେବେ ଭିଡ଼ିଓଟିକୁ ଆରମ୍ଭ କରିବା। ଦର୍ଶକ ବନ୍ଧୁ, ନମ୍ବର 1, ଧର୍ମଶାସ୍ତ୍ର ଅନୁସାରେ ଅପରାଧ ପରି ଟଙ୍କା କମାଉଥିବା ବ୍ୟକ୍ତି ଯେତେ ପୂଜାପାଠ କଲେ ତାହା ପୂଜା ନୁହେଁ, ବରଂ ଅପରାଧ ସହ ସମାନ ହୋଇଥାଏ। ତେଣୁ ପୂଜା କରିବା ସମୟରେ କାହା ଉପରେ ଖରାପ ଭାବନା ରଖନ୍ତୁ ନାହିଁ। ନିଜ ମନକୁ ସମ୍ପୂର୍ଣ୍ଣ ଭାବେ ଭଗବାନଙ୍କ ନିକଟରେ ଲଗାଇ ଦିଅନ୍ତୁ ଏବଂ ପୂଜା କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ନମ୍ବର 2, ପୂଜା କରିବା ସମୟରେ କଳା ବା ନୀଳ ରଙ୍ଗର ବସ୍ତ୍ରକୁ ପରିଧାନ କରି ପୂଜା କରିବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ପୂଜା ପାଠ ସମ୍ପୂର୍ଣ୍ଣ ହୋଇନଥାଏ। ତେଣୁ ସବୁବେଳେ ଲାଲ ଏବଂ ଧଳା ବସ୍ତ୍ର ପରିଧାନ କରି ପୂଜା କରିବା ବହୁତ ଶୁଭ ହୋଇଥାଏ। କିନ୍ତୁ ଆପଣମାନେ କଳା କି ନୀଳ ରଙ୍ଗକୁ ଛାଡ଼ି ଅନ୍ୟ ରଙ୍ଗର ବସ୍ତ୍ର ମଧ୍ୟ ପରିଧାନ କରିବେ। ନମ୍ବର 3, ଯିଏ ଶବକୁ ବା ମୃତ ଶରୀରକୁ ସ୍ପର୍ଶ କରି ନ ଗାଧୋଇ ପୂଜା କରିଥାଏ, ତେବେ ତାହାର ପୂଜା କେବେ ବି ସଫଳ ହୋଇନଥାଏ। ଏହା ଦ୍ୱାରା ଗୃହ ଉପରେ ରୋଗବ୍ୟାଧି ଏବଂ ଟଙ୍କା ପଇସାର ଅଭାବ ଲାଗି ରହିଥାଏ। ନମ୍ବର 4, ଯିଏ ରାଗ କରି ବା ଅନ୍ୟ ଉପରେ ରାଗି ଭଗବାନଙ୍କ ଉପାସ ବା ପୂଜାପାଠ କରିଥାଏ, ତେବେ ତାହାର ପୂଜା ଭଗବାନ ସ୍ୱୀକାର କରିନଥାନ୍ତି। ତେଣୁ ସବୁବେଳେ ଶାନ୍ତ ମନରେ ପୂଜା କରିବା ପାଇଁ ଚେଷ୍ଟା କରନ୍ତୁ। ନମ୍ବର 5, ଅନ୍ଧାରରେ ଭଗବାନଙ୍କ ମୂର୍ତ୍ତିକୁ ସ୍ପର୍ଶ କରିବା ବା ପୂଜା କରିବା ମଧ୍ୟ ଅପରାଧ ଅଟେ। ଏମିତି ଭୁଲ ବହୁତ ଭୟଙ୍କର ହୋଇଥାଏ। ତେଣୁ ସବୁବେଳେ ଆଲୋକ ଥିବା ସ୍ଥାନରେ ଭଗବାନଙ୍କର ପୂଜାପାଠ କରିବା ଉଚିତ। ନମ୍ବର 6, ପୂଜା କରିବା ସମୟରେ ଯିଏ ଘଣ୍ଟି ବା ଶଙ୍ଖ ନ ବଜାଇ ପୂଜା କରେ, ତେବେ ତାହାର ପୂଜାରେ ଭଗବାନ ସନ୍ତୁଷ୍ଟ ହୋଇନଥାନ୍ତି। ତେଣୁ କେବେ ହେଲେ ବିନା ଘଣ୍ଟିର ଶବ୍ଦ ବା ଶଙ୍ଖ ଧ୍ୱନିର ପୂଜାପାଠ କରନ୍ତୁ ନାହିଁ। ନମ୍ବର 7, ପୂଜା କରିବା ସମୟରେ ପୂଜା ଘରର ସମ୍ମୁଖରେ ବାଲିଗପ ବା କଳି ଝଗଡ଼ା କରିବା ଅନୁଚିତ। ଏହା ଦ୍ୱାରା ମାତା ଲକ୍ଷ୍ମୀ ଗୃହ ତ୍ୟାଗ କରିଥାନ୍ତି। ତେଣୁ ସବୁବେଳେ ପୂଜା କରିବା ସମୟରେ ଶାନ୍ତ ପରିବେଶ ରଖିବାକୁ ଚେଷ୍ଟା କରନ୍ତୁ। ତେଣୁ ଦର୍ଶକ ବନ୍ଧୁ, ଆପଣମାନେ ଠାକୁରଙ୍କୁ ପୂଜା କରିବା ସମୟରେ ଏହି ସବୁ ନିୟମକୁ ପାଳନ କରନ୍ତୁ। ଆପଣଙ୍କ ଘରର ସୁଖ ଶାନ୍ତି ବା ଧନରେ ପୂରିଯିବ। ତେବେ ଦର୍ଶକ ବନ୍ଧୁ, ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିବ। ଭିଡ଼ିଓଟିକୁ ଗୋଟିଏ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ।